ମୋ ନାମ ମହେନ୍ଦ୍ର ସିଂ, ସହକାରୀ ଶିକ୍ଷକ ଶାନ୍ତାଦେବୀ ଉଚ୍ଚ ବିଦ୍ୟାଳୟ କଟକ। ସାର୍ ଆପଣଙ୍କ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦିଆଯାଉଛି କି? ହଁ, ଦିଆଯାଉଛି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ। ସାର୍ ସୋମବାର ଦିନ ଡାଲମାରେ କେଉଁ କେଉଁ ପନିପରିବା ଦିଆଯାଇଥାଏ? ଡାଲମାରେ ମୁଖ୍ୟତଃ ଆଲୁ, ଡାଲି ଏବଂ ମିଳୁଥିବା କଖାରୁ, ତା ସହିତ ଲାଉ ଏବଂ ଝୁଡ଼ଙ୍ଗ, ସିଜନେବୁଲ୍ ଯେଉଁ ସବୁ ବଜାରରେ ଯେଉଁ ଉପଲବ୍ଧ ହୋଇଥାଏ ସେହି ସବୁ ପନିପରିବା ଗୁଡ଼ିକ ଡାଲମାରେ ପଡ଼ିଥାଏ। ସାର୍ ମଙ୍ଗଳବାର ସୋୟାବିନ୍ ସହିତ କ'ଣ କ'ଣ ପନିପରିବା ମିଶାଯାଇଥାଏ? ସାଧାରଣତଃ ସୋୟାବିନ୍ ସହିତ ଆମର ମୁଖ୍ୟତଃ ଆଲୁ, ବନ୍ଧାକୋବି ଏବଂ ଲାଉ, ଝୁଡ଼ଙ୍ଗ ଏସବୁ ଡାଲମା ସହିତ ଯେମିତି ପଡ଼ିଥାଏ ସେମିତି ସୋୟାବିନ୍ରେ ମଧ୍ୟ ମିଶାଇକି ଦିଆଯାଇଥାଏ। ସାର୍ ଆପଣଙ୍କ ବିଦ୍ୟାଳୟରେ କିଚେନ୍ ଗାର୍ଡେନ୍ ଅଛି କି? କିଚେନ୍ ଗାର୍ଡେନ୍ ଅଛି, କିନ୍ତୁ କିଚେନ୍ ଗାର୍ଡେନ୍ର ପରିମାଣଟା କମ୍ ଅଛି। କିଚେନ୍ ଗାର୍ଡେନ୍ ପାଇଁ କେଉଁ ସବୁ ଅସୁବିଧା ହେଉଛି? କିଚେନ୍ ଗାର୍ଡେନ୍ ପାଇଁ ମୁଖ୍ୟତଃ ଆମର ଜମିର ଅଭାବ ଯୋଗୁଁ କିଚେନ୍ ଗାର୍ଡେନ୍ କରିବା ପାଇଁ ଟିକେ ଅସୁବିଧା ହେଉଛି, ଯାହାଫଳରେ କି ଆମେ କିଚେନ୍ ଗାର୍ଡେନ୍ କରିପାରୁନାହୁଁ। ଆପଣଙ୍କ ମତରେ କ'ଣ କଲେ ଛାତ୍ରଛାତ୍ରୀମାନେ ତଟକା ପନିପରିବା ଶାଗ ମଧ୍ୟାହ୍ନ ଭୋଜନରେ ଖାଇପାରିବେ? ଆଜିକାଲି ମୁଖ୍ୟତଃ ଆମେ କମ୍ ଜମିରେ ବେଶୀ ଉତ୍ପାଦନ ହେଉଥିବା ପନିପରିବା ଯଦି ଆମେ ଲଗେଇବା, ତାହେଲେ ପିଲାମାନେ ତଟକା ପନିପରିବା ଏବଂ ଶାଗ ଯେଉଁଟା ସେମାନେ ଖାଇପାରିବେ। ଯେମିତି ଆମେ ଛାତ ଉପରେ ବି ଆମେ ଯଦି ଜାଗା ନାହିଁ, ଛାତ ଉପରେ ଆମେ ଯଦି ସେଇଠି ମାଟି ପକାଇକି ଯଦି ଆମେ କୌଣସି ପନିପରିବା ଯଦି ଆମେ ଚାଷ କଲେ, ପିଲାମାନେ ଠିକ୍ ଭାବରେ ସେମାନେ ତାଙ୍କର ମଧ୍ୟାହ୍ନ ଭୋଜନରେ ତଟକା ପନିପରିବା ଖାଇପାରିବେ। ଆପଣଙ୍କ ମତାମତ ପାଇଁ ଧନ୍ୟବାଦ ସାର୍। ଥ୍ୟାଙ୍କ ୟୁ।